କେଉଁ ସମୟରେ ନୀରବ ରହିବେ? ମଳମୂତ୍ର ତ୍ୟାଗ ସମୟରେ, ଭୋଜନ କରୁଥିବା ସମୟରେ, ଦେବତା ପୂଜା କରୁଥିବା ସମୟରେ, ଦନ୍ତ ମଞ୍ଜନ କରୁଥିବା ସମୟରେ, ସ୍ନାନ କରୁଥିବା ସମୟରେ, ଶ୍ରାଦ୍ଧ ଦେଉଥିବା ସମୟରେ ଏବଂ ଧ୍ୟାନ କରୁଥିବା ସମୟରେ ନୀରବ ରହିବା ଉଚିତ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ, ନୂତନ ଯୁଗ୍ମ ଜୀବନକୁ ଆପଣେଇବା ପାଇଁ ଉଭୟେ ସହଯୋଗ କରିବା ଆବଶ୍ୟକ। ଏହି କାହାକୁ ଦୋଷ ନ ଦେଇ ବୁଝାମଣା କରିନେବା ଆବଶ୍ୟକ। ଉଭୟେ ପରସ୍ପରଙ୍କର ଭଲମନ୍ଦ କଥା ବୁଝିବା ଉଚିତ। କେହି କାହା ଉପରେ କଟୁ ମନ୍ତବ୍ୟ ଦେବା ଉଚିତ ନୁହେଁ। ସ୍ୱାମୀ ସ୍ତ୍ରୀ ଯୌନତା ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିବା ଆବଶ୍ୟକ। ସ୍ତ୍ରୀ ନିଜର ସୁବିଧା ଅସୁବିଧା ସ୍ୱାମୀଙ୍କୁ ଜଣାଇବା ଉଚିତ। ପରସ୍ପର ମନ କଥା ଖୋଲି କହିବା ଦରକାର। ଅପ୍ରାସଙ୍ଗିକ ଯୁକ୍ତିରେ ଅଯଥା ସମୟ ନଷ୍ଟ କରିବା ଉଚିତ ନୁହେଁ। ପରସ୍ପରକୁ ଈର୍ଷା କରିବା ଠିକ ନୁହେଁ। ନିଜ ମଧ୍ୟରେ କୌଣସି ଗୋପନୀୟତା ରଖିବା ଉଚିତ ନୁହେଁ। ପରସ୍ପରକୁ ଉପହାର ଦେବା ଉଚିତ। ସନ୍ତାନର ଲିଙ୍ଗ ଭେଦ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହେବା ଠିକ ନୁହେଁ। ପରସ୍ପର ମଧ୍ୟରେ ପ୍ରେମ ସୁଦୃଢ଼ ହେବା ଆବଶ୍ୟକ। ପରସ୍ପରକୁ କ୍ଷମା କରି ଶିଖିବା ଆବଶ୍ୟକ। କାରଣ ଯାହା ହେଉନା କାହିଁକି, ପରିସ୍ଥିତି ସମ୍ଭାଳିବାର ସବୁଠୁ ଭଲ ବାଟ ହେଲା ଧୈର୍ଯ୍ୟର ସହ ଶୁଣିବା। ପ୍ରତି ଆକ୍ରମଣ କରନ୍ତୁ ନାହିଁ। ପ୍ରତିଶୋଧ ପରାୟଣ ନ ହୋଇ ଯେସାକୁ ତେସା ନୀତିରୁ ଦୂରେଇ ରୁହନ୍ତୁ। ସେ ଲୋକଟି ବାଉଳା ହୋଇଯିବ, କାରଣ ସେ ଆପଣଙ୍କ ପାଖରୁ ବିବାଦ ଆଶା କରୁଥିଲା। ଅନ୍ୟପକ୍ଷ ଆପଣଙ୍କୁ କ୍ଷମା ମାଗୁ ବୋଲି ଆଶା କରନ୍ତୁ ନାହିଁ। କ୍ଷମା ମାଗିବା କିଛି ଲୋକଙ୍କ ପାଇଁ ଭାରି କଷ୍ଟ। ଏମିତି ବି ସେମାନେ ନିଜେ ଭୁଲ କଲେ ବି ମାନିବାକୁ ନାରାଜ ହୁଅନ୍ତି। ଛୋଟ ଛୋଟ ଘଟଣା ସବୁକୁ ବଡ଼ କରନ୍ତୁ ନାହିଁ। ତିଳକୁ ତାଳ କରିବା ନୀତିକୁ ବର୍ଜନ କରନ୍ତୁ। ଠିକ ସମୟରେ ଠିକ କଥା କହିବା ଏବଂ ଯାହା ଅଦରକାରୀ ତାହା ନ କରି ଛାଡ଼ି ଦେବାକୁ ହିଁ ଆଲୋଚନା କୁହାଯାଏ। ପିଲାମାନଙ୍କୁ କଥା କହିବାର କଳା ବା ଚାତୁରୀ ଶିଖେଇ ଦେବା ଉଚିତ। କିନ୍ତୁ ଫେରାଇ କହିବା ବା ମୁହଁରେ ଜବାବ ଦେବା ପାଇଁ ମନା କରନ୍ତୁ। ଯଦି କୌଣସି ବିଷୟରେ ଭିନ୍ନ ମତ ରହିଛି, ବିନା କ୍ରୋଧ ବା ବିରକ୍ତିରେ ତାହା ପ୍ରକାଶ କରିବାର କଳା ଶିଖିବା ଉଚିତ। ଯୁକ୍ତି କରିବା ସମୟରେ ଲୋକଟି କିପରି ବ୍ୟବହାର କରୁଛି, ଏଥିରୁ ଜଣେ ଲୋକର ବଂଶ ବୁନିଆଦି ଜଣାପଡ଼େ। ଜୟ ଶ୍ରୀ ଜଗନ୍ନାଥ।